ଆଜି ଦେଖିବା ଗାନ୍ଧିଜୀଙ୍କର ତିନି ମାଙ୍କଡ଼ ବିଷୟରେ। ସମସ୍ତଙ୍କୁ ଜଣାଅଛି ଗାନ୍ଧିଜୀଙ୍କର ତିନି ମାଙ୍କଡ଼ ମଧ୍ୟରୁ ଜଣେ ଆଖି ବନ୍ଦ କରିଥିଲା, ଜଣେ ପାଟି ବନ୍ଦ କରିଥିଲା ଏବଂ ଜଣେ କାନ ବନ୍ଦ କରିଥିଲା। ତା ଆମକୁ କି ବାର୍ତ୍ତା ଦିଏ ସମସ୍ତଙ୍କୁ ଜଣାଅଛି। ତଥାପି ମୁଁ ଆଉ ଥରେ କହିଦଉଛି। ଆଖି ବନ୍ଦ କରିବା ଅର୍ଥ ଆମେ ଖରାପ କଥା ଦେଖିବା ନାହିଁ। ପାଟି ବନ୍ଦ କରିବା ଅର୍ଥ ଖରାପ କଥା କହିବା ନାହିଁ ଏବଂ କାନ ବନ୍ଦ କରିବା ଅର୍ଥ ଖରାପ କଥା ଶୁଣିବା ନାହିଁ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଯେଉଁ ମାଙ୍କଡ଼ଟି ଆଖି ବନ୍ଦ କରିଛି ଅର୍ଥାତ୍ ଯେଉଁ ମାଙ୍କଡ଼ଟି ଅନ୍ଧ ସେ ବନିଯାଇଛି ଆଇନ କାନୁନ ଯିଏ କି ସତ କଣ ତାକୁ ଦେଖାଯାଏ ନାହିଁ। ଯେଉଁ ମାଙ୍କଡ଼ଟି ପାଟି ବନ୍ଦ କରିଛି ଅର୍ଥାତ୍ ଯିଏ ଗୁଙ୍ଗା ବା ମୂକ ସେ ବନିଯାଇଛି ମିଡ଼ିଆ ଯିଏକି ସରକାର ଆଗରେ କିଛି କଥା କୁହେ ନାହିଁ। ପରିଶେଷରେ ଯେଉଁ ମାଙ୍କଡ଼ଟି କାନ ବନ୍ଦ କରିଛି ଅର୍ଥାତ୍ ଯିଏ ବଧିର ଯାହାକୁ ଶୁଭାଯାଉ ନାହିଁ ସେ ବନିଯାଇଛି ନିଜେ ସରକାର ଯିଏକି ଜନତାର କୌଣସି କଥାକୁ ସେ ମଧ୍ୟ ଶୁଣେ ନାହିଁ। ବୁଝିହେଲା?